ଆଧୁନିକ ଓଡ଼ିଆ କବିତାର ସମୀକ୍ଷା ପରିପ୍ରେକ୍ଷୀରେ ରୋମାଣ୍ଟିକ୍ କବି ବିନୋଦ ଚନ୍ଦ୍ର ନାୟକଙ୍କ ରଚିତ ମେଘସଞ୍ଚାର କବିତା ଉପରେ ମୁଦ୍ରିତ ଆଲୋଚନା ପାଠ କରିବା ପୂର୍ବରୁ ପ୍ରଥମେ ମୂଳ କବିତାଟିକୁ ମୁଁ ପାଠ କରି ଦେଉଅଛି। ଏହି କବିତାଟି ଏକଦା ଟିଟିଲାଗଡ଼ର ଡିଏଭି କଲେଜରେ ମୁଁ ପିଲାମାନଙ୍କୁ ପଢ଼ାଇଥିଲି। ତେଣୁ ସେଥିପାଇଁ ବହୁ ବର୍ଷ ପରେ ଏହାର ସମୀକ୍ଷା ଆଲୋଚନା ପ୍ରୟାସୀ ଇଚ୍ଛୁକ ହୋଇଛି। ମେଘସଞ୍ଚାର ରୋମାଣ୍ଟିକ୍ କବି ବିନୋଦ ଚନ୍ଦ୍ର ନାୟକ। ନବ ଆଷାଢ଼ର ହେ ନୀଳିମ ସ୍ତୂପ ମେଘ, ମାଟିର ମଳିନ ରଙ୍ଗେ ଗୋଳାଇ ପିତାଭ ଆକାଶ ଛାୟା, ଶୂନ୍ୟ ଫସଲ ନୀଳ କିଆରୀର ଧାରେ, ଅଲିଭ ଓ ତୁତବନର ସୀମାନା ପାରେ, ଆଜି ଆସିଛ କି ଦିଗନ୍ତେ ମେଲି ତୁମରି ଉତ୍ତରୀୟ ପ୍ରିୟ ହେ ନୀଳିମ ସ୍ତୂପ ମେଘ, ଶସ୍ୟହୀନ ଏ କଙ୍କର ଭୂମେ, କୁଶକଣ୍ଟକ ପଥେ ତୃଷିତ କଣ୍ଠ ଯାଯାବର ମୁହିଁ ଫେରେ, ରୁଦ୍ଧ କପାଟ ପାନଶାଳା ଦ୍ୱାରେ ଦ୍ୱାରେ, ଆଦିମ ଅର୍ଦ୍ଧୁ ତୁମରି ପ୍ରେମରେ ମୁହିଁ ଏକ ଜାତିସ୍ମର, ଭୁଲି ପାରିନି ତ ସଜୀବ ସ୍ୱପ୍ନ ଜାଲ, ତୁମେ ତ ଦେଖିଛ ଶିପ୍ରାର ତଟେ, ନୀଳ ମେଘଭୂରୁ ବାସବ ଦତ୍ତା ସାଥେ, କେତେ ରୋମାଞ୍ଚ ଉଗ୍ର ମଧୁର ଅଳସ ଆଲିଙ୍ଗନ, ନାରଙ୍ଗ ନଭ ଚପଳା ଆଲୋକେ ପରସ୍ପରର ହାସ, ସ୍ଖଳିତ ବସନା ପ୍ରଗଳ୍ଭା ପ୍ରିୟା ଦେହ, ପ୍ରିୟ ହେ ନୀଳିମ ସ୍ତୂପ ମେଘ, ଆଜି କାହିଁ ପାଶେ ଅବଗୁଣ୍ଠିତା ପ୍ରିୟା, ହରିତ ଗୋଲାପ ନାହିଁ ଫୁଟେ ବନେ ବନେ, ଆନର ଶୟନେ ଅଭିସାରିକାର ଅଙ୍ଗ ବସନ ଖସେ, ଆଜି ମୋର ଏହି ରକ୍ତ ଲୋହିତ ଦିନ, ଝଡ଼ର ଲଗ୍ନ ପୃଥିବୀ ଅର୍ବାଚୀନ, ଚିରାୟୁଷ୍ମତୀ ନଦୀର ଶଯ୍ୟା ବାଲୁଚରେ ଆଜି ଲୀନ, ଯାଯାବର ମୁହିଁ ବୁଲେ ବୈଦେହୀ ମନେ ନୀଳବହ୍ନିର ସମ, ଜଳଇ ତୃଷାର ଦୀପ୍ତି ମରଣ ଭୀତା, ରାତ୍ରି ମୃଦୁଳା ତୀରେ ସମାପ୍ତି ତାର ଅଛି କିବା ତୁମେ କହ, ପ୍ରିୟ ହେ ନୀଳିମ ସ୍ତୂପ ମେଘ, ନିର୍ବାସିତ ମୋ ମନ ମନ୍ଦିର ତଳେ, ନୂତନ କାମନା ଚଳିଷ୍ଣୁ ଶିଖା ତୋଳେ, ଧୂମ୍ର ଧୂସର ସ୍ତବ୍ଧ ବେଦନା ଘାତେ, ଏଇ ସମ୍ବାଦ ନିଅ ତୁମେ ଆଜି ତୁମରି ବକ୍ଷପୁଟେ, ବ୍ୟଭିଚାରିଣୀ ସେ ସୈରିନ୍ଧ୍ରୀ ବାତାୟନେ, ବାମ କରେ ଆଜି ତୋଳି ମୁଁ ପିଇବି ଫେନ ମିଶ୍ରିତ ସୁରା, ରକ୍ତ ଗୋଲାପ ନେବି ଦକ୍ଷିଣ କରେ, ତାହାପରେ ସେହି ପାନପାତ୍ରରେ ନିକ୍ଷେପ କରି ଦୂରେ, ଗୋଲାପ ଗନ୍ଧ ଦଳି ବିଚରଣ ତଳେ, ଏଇ ଚାଲ୍ବାଜ ସ୍ୱାପଦ ସଂଘ ବୈଷ୍ଣବୀ ଆଖଡ଼ାରେ, ନବ ମେଘଦୂତ ରଚନା ହୁଏ କି କହ, ପ୍ରିୟ ହେ ନୀଳିମ ସ୍ତୂପ ମେଘ, ତୁମେ କ'ଣ ଝଡ଼ ଦଗ୍ଧ ବନର ଶିରେ, ମୃତ ବନ୍ଦର ଏକାନ୍ତ ସୀମାନାରେ, ଧୂମ୍ର ପିଙ୍ଗଳ ସର୍ପିଳ ଆକାଶରେ, ଝଡ଼ର ରୋଳେ ମୁଁ ଦେବି ଆଜି କରତାଳି, ବଜାଅ ବଜ୍ରଭେରୀ, ଉଡ଼ାଅ ତୁମର ଧୂଳି ରଙ୍ଗିନ ବିଜୁଳି ଉତ୍ତରୀୟ, ପ୍ରିୟ ହେ ନୀଳିମ ସ୍ତୂପ ମେଘ। ଏଇ ମୁଦ୍ରିତ ଆଲୋଚନାଟି ମୋର ସମାଲୋଚନା ପୁସ୍ତକ ସମୀକ୍ଷାର ପରିମିତି ବହିରେ ସ୍ଥାନ ପାଇଛି। ନାମକରଣ ରଖିଛି ପ୍ରେମରେ ବିପ୍ଳବର ପ୍ରସାର ମେଘ ସଞ୍ଚାର। ମେଘ ବା ବର୍ଷାର ପ୍ରଭାବ ଜୀବନରେ ବଡ଼ ଅପ୍ରତିହତ। ଗ୍ରୀଷ୍ମ ଋତୁ ପରେ ବର୍ଷା ଋତୁକୁ ମଣିଷ ଖାଲି କାହିଁକି ସମଗ୍ର ମୂକ ପ୍ରାଣୀଜଗତ ମଧ୍ୟ ଚାହିଁଥାଏ। ଗ୍ରୀଷ୍ମର ଦାବଦହନ, ବର୍ଷାରେ ଶାନ୍ତ ଶୀତଳ ଲଭିଥାଏ। ସୃଷ୍ଟିର ବିବର୍ତ୍ତନ ଚକ୍ରରେ ବର୍ଷା ଋତୁ ପୃଥିବୀକୁ ସ୍ୱତଃ ତାର ସମୟ ଅନୁଯାୟୀ ଆସି ଧରଣୀବାସୀଙ୍କୁ ଜଳର ପ୍ଲାବନ ଦିଏ। ଧରାବାସୀ ବର୍ଷାରେ ଧୋଇ ହୁଅନ୍ତି, ମାତି ଯାଇ ମସ୍ତି କରନ୍ତି। ଜୀବନର ଏହି କାର୍ଯ୍ୟକାରିତା ସାହିତ୍ୟରେ ହୋଇଥାଏ ପ୍ରତିବିମ୍ବିତ। ବର୍ଷା ସଂକ୍ରାନ୍ତି ଅନେକ ରଚନା ଉଭୟ ଦେଶୀୟ ବିଦେଶୀୟ ସାହିତ୍ୟରେ ତାର ବିବିଧ ଭାଷାରେ ସାହିତ୍ୟର ବିଭିନ୍ନ ପ୍ରକାରରେ ରହିଛି। ସେସବୁର ଉଲ୍ଲେଖ ଏଠାରେ କରାଯାଉ ନାହିଁ। ଜୀବନର ଯାହା ସତ କଥା, ସାହିତ୍ୟରେ ତାହା ଭାବ କଥା। ସାହିତ୍ୟର ଭାବ୍ୟ ଆକୃତିରେ ବର୍ଷାର ବର୍ଣ୍ଣନା ରମଣୀୟ ହୋଇଥାଏ। କଶ୍ମୀର କି କଲି ନାମକ ହିନ୍ଦୀ ଚଳଚ୍ଚିତ୍ରରେ ଗୋଟିଏ ଗୀତ ଅଛି, ଦୀୱାନା ହୁଆ ବାଦଲ सावन की घटा छाई, ये देख के दिल झूमा, ले प्यार ने अंगड़ाई,
दीवाना हुआ बादल। तेणु ये कविता लिखिबा परिप्रेक्षी रोमांटिक कवि विनोद नायकंकर मन से गीत भली हो जाइछि। मेघ संचार कवितार कवि विनोद चंद्र नायक। विनोद रोमांटिक कवि। कल्पना विलास तांको काव्यर प्रमुख दिगंत। संस्कृत कविताटी मध्य एक रोमांटिक कविता। मेघ संचार शब्द जुगलर अर्थ मेघ व्यापीबा, विस्तरी जीवा, चारिआडकू माड़ी जीवा। संचार माने व्यापी जीवा, प्रसरी जीवा बा लंबी जीवा। प्रकृति पृष्ठरे, पृथिवी स्थलरे एवं आकाश बक्षरे मेघ व्यापीबार दृश्य देखि कविंकर प्रेम आकुलित व्याकुलित हृदय आकाशरे नारी उपभोग कामना जनित मेघ व्यापी जीवार अभिलक्ष्य नहीं संस्कृत कविता। प्रेम उपभोग ही एठारे मेघ, कामना बा आकांक्षा होइछि संचार बा संचरण। प्रेम भावना, प्रेमजनित प्रतारणा और विप्लव होइछि कवितार विषय वस्तु। कल्पना विलास साहित्य रे प्रेममय भावना अन्यतम बलिष्ठ उपादान भावरे स्वीकृत होइथिबा हेतु मेघ संचार कविता से लगी एक रोमांटिक कविता कहिबारे यथार्थता रहिछि। कविताटी आधुनिक कविता तत्वर समस्त लक्षण रे विभूषित, यथा गद्य छंदता, बौद्धिकता, दुर्बोध्यता, मिथिकता, उपमा, प्रतीक, चित्रकल्पमयता हेउछि एही विलक्षण मान। मेघ और वर्षा ऋतु प्रेमिक प्रेमिका मनरे नायक नायिकांक हृदय अपूर्व मिलनर इच्छा को जागृत कराई थाए। वर्षा ऋतु मिलनर ऋतु। जीवन क्षेत्र में ए प्रकार अवस्था अति प्राचीन तथा परंपरा पुष्ट। सुतरां मेघ और वर्षा ऋतु को मिलन आकांक्षा जनित ऋतु भाव में ग्रहण करा जाइथाए साहित्य शास्त्र रे एवं जीवन क्षेत्र में। कारण अतिशय वर्षा हेले मनीष घरू बाहरी पारे ना, घरे थाए। देह मन ठंडा थिबारु, नारी स्त्री पाखरे थिबारु मिलनर इच्छा मन को आसुथिबारु मेघ मिलनर ऋतु होइछि। यौन चिंता ही मिलनर चिंता आणे, व्यक्ति प्रेम पिपासेरे माते। मेघ संचार कविता पढ़िले संस्कृत कवि कालिदासंकर मेघदूतम काव्य कथा मने पड़ी जाए। प्राबंधिक डॉक्टर कृष्णचंद्र पाणिग्राहींकर पुष्पपुर रे वर्षावरण प्रबंध भी मने पड़े। उभय साहित्य सृष्टि रे मेघ को संबोधन करा जाइअछि। वर्षा आसिले आकाश देहरे मेघ व्यापी जाए। प्रकृति जगतर आकाश रे मेघ व्यापीबाकू देखि कविंक मनरे आकाश रे भावना, प्रेम भावना रूपक मेघ व्यापी जीवा ही कवितार विषय वस्तु होइछि। कवि कवितार एक अंगीभूत चरित्र होइछन्ति। कवि निजे कवितार नायक, नामर नायक भले। मेघ संचार कविता संबोधनमूलक। कवि मेघ को संबोधन करिछन्ति, ताकू डाकिछन्ति। इंग्राजी रे एहार नाम ओड। कवितार यह अन्यतम प्रकार। एभली कवितार प्राचीन रूप संस्कृत साहित्य रे तथा ओडिया काव्य साहित्य रे मध्य परिदृष्ट। संस्कृत काव्य साहित्य रे दूत काव्यर परंपरा बा संदेश गीतिकार धारा रहिअछि। संस्कृत भाषा रे हंसदूत, मेघदूत एही संदेश प्रधान काव्य। ओडिया रे कोइली को संबोधन करी अनेक कविता रचित। मार्कंड दासंकर केशव कोइली, शंकर दासंकर बारमासी कोइली, जगन्नाथ दासंकर कांत कोइली भली आधुनिक ओडिया कवितारे अध्यापक डॉक्टर प्रसन्न कुमार मिश्रंकर कोइली ठारे प्राणविका, दुख कोइली कविता भी रहिछि। उपरोक्त सबु कविता ओड श्रेणीय बा संबोधनात्मक। इंग्राजी रे ओड टू दि नाइटिंगेल, ओड टू दि वेस्ट विंड कविता इत्यादि। कवितारे आकाशरे देखा जाइथिबा मेघमाला को कवि प्रेम भावनारे मग्न आवेश होई डाकिछन्ति। निज अंतर बा भीतर अवचेतन मनर प्रेम भावनार संवाद को मेघ को शुणाइछन्ति। आकाश बक्षरे पृथिवी पृष्ठ देशरे मेघ आसिबार प्राकृतिक सूचना देइछन्ति। ए मेघ हेउछि नवीन। चातुर्मास्यर पहिली मेघ, आषाढ़ मासर मेघ, ग्रीष्मर प्रचंड उत्तापरु पृथिवी को वर्षारे शीतल करिबार मेघ, आलोकित पृथिवी को शीतल पातल एवं अंधार रे ढांकुथिबार मेघ। मेघर व्यापकता को कवि चादरर चित्रकल्परे शब्दचित्र द्वारा कल्पनायित करिछन्ति। कवि विनोद नायकंकर कवित्वर अन्यतम लक्षण हेला विदेशी अनुचिंता तथा अनुभावना। ए कवितारे मध्य से आम देशर उपवन जंगल को न देखि सुदूर आरब भूमिर अलिव और तुतवन को देखिछन्ति। एथिरु कविंक भौगोलिक ज्ञानर परिचय मिलिबा सहित तांकर पांडित्यर बहु पठितव्य अवस्थिति रहिथिबा जणा जाए। पृथिवीर सबु स्थान और ताहार सबु मनीष आंचलिक भेदरे भिन्न
ହେଲେ ବି ଜୀବନର ବଞ୍ଚିବା ଏବଂ ତାହାର ସ୍ଥିତି ଦୃଷ୍ଟିରୁ ସମାନ ତଥା ସାର୍ବଜନୀନ। ତେଣୁ ଯେକୌଣସି ଅଞ୍ଚଳର କଥା ସେ କହିଲେ ତାହା ସର୍ବାଦୌ ମଣିଷ ଜୀବନର ବ୍ୟାଖ୍ୟା ହିଁ ଶେଷରେ ଦେଇଥାଏ। ତେଣୁ ସେଥିରେ ଅସୁବିଧା କିଛି ନାହିଁ। ବରଂ ଜ୍ଞାନର ବ୍ୟାପ୍ତି ଜଣାଯାଏ। ତେବେ ଏଇ ବନ ସବୁ ସ୍ନିଗ୍ଧ ଅନ୍ଧାରରେ ଢାଙ୍କି ହୋଇଥିବାର ମେଘକୁ କବି ପ୍ରିୟ ବା ଆପଣାର ବୋଲି ମନରେ ଭାବି ନେଇଛନ୍ତି। ମେଘର ରଙ୍ଗ କଳା ଏବଂ ଧଳା, ତଥାପି ଆକାଶ ବକ୍ଷରେ ଏହା ଦେଖାଯାଉଥିବାରୁ ଏହାର ରଙ୍ଗ କବି ଦୃଷ୍ଟିରେ ହୋଇଛି ନୀଳ। ମେଘ ଥାକ ଥାକ ବା ଖଣ୍ଡ ଖଣ୍ଡ ହୋଇ ଆକାଶ ଦେହରେ ଭାସି ବୁଲେ। ଯେଉଁ ମେଘକୁ ଦେଖି ଭକ୍ତକବି ମଧୁସୂଦନ ରାୟ ତାଙ୍କର ଶରତ୍ ନାମକ କବିତାରେ କହିଛନ୍ତି, ଖଣ୍ଡ ଖଣ୍ଡ ଧଳା ମେଘ ସୁନୀଳ ଅମ୍ବରେ ଭାସଇ ବୋଇତ ଯଥା ନୀଳ ସମୁଦ୍ରରେ। ନନ୍ଦକିଶୋର ଯାହାକୁ ଲଟାଚୋରୀ ନାମ ଦେଇଛନ୍ତି ତାଙ୍କର ନବବର୍ଷା ଭାବନା କବିତାରେ କବି ଗ୍ରୀଷ୍ମ ଋତୁରେ ପୃଥିବୀର ଅବସ୍ଥା ସମ୍ପର୍କରେ ସୂଚେଇଛନ୍ତି। ଶସ୍ୟହୀନ ଏ କଙ୍କର ଭୂମି, କୁଶକଣ୍ଟକ ପଥେ, ତୃଷିତ କଣ୍ଠ ଯାଯାବର ମୁହିଁ ଫେରେ, ରୁଦ୍ଧ କପାଟ ପାନଶାଳା ଦ୍ୱାରେ ଦ୍ୱାରେ, ଆଦିମ ଅବଧୂ ତୁମରି ପ୍ରେମରେ ମୁହିଁ ଏକ ଜାତିସ୍ମର, ଭୁଲି ପାରିନି ତ ସଜୀବ ସ୍ୱପ୍ନ ଜାଲ, ତୁମେ ତ ଦେଖିଛ ଶିପ୍ରାର ତଟେ, ନୀଳ ମେଘ ଭୁରୁ ବାସବଦତ୍ତା ସାଥେ, କେତେ ରୋମାଞ୍ଚ ଉଗ୍ର ମଧୁର, ଅଳସ ଆଲିଙ୍ଗନ ନାରଙ୍ଗ ନଭ, ଚପଳା ଆଲୋକେ ପରସ୍ପରର ହାସ, ସ୍ଖଳିତ ବସନା ପ୍ରଗଳ୍ଭ ପ୍ରିୟା ଦେହ। ବାସବଦତ୍ତା ନାମରେ କାଳିଦାସଙ୍କର ଏକ ସଂସ୍କୃତ ନାଟକ ରହିଛି। କାଳିଦାସ ହେଉଛନ୍ତି ଉଜ୍ଜୟିନୀର କବି। ପୃଥିବୀ ବର୍ଷା ପାଣି ବିନା ଶୁଷ୍କ ହୋଇ ତାହାରି ମୃତ୍ତିକା ଫାଟି ଯାଇଥାଏ। ଘାସର ସବୁଜ ବର୍ଣ୍ଣ ଲୁପ୍ତ ହୁଏ। ପଥିକ କଣ୍ଠ ଶୋଷରେ ଫାଟି ପଡ଼ୁଥାଏ। ତାର ପାଟିର ଓଠ ଯୁଗଳ ଶୁଖିଯାଇ ବନ୍ଦ ହୋଇ ଯାଇଥାଏ। ପାଣି ପିଇବାର ଆଶା ନେଇ ପଥିକ ଜଣକ ଉତ୍କଣ୍ଠା ଚିତ୍ତରେ ଏଣେ ତେଣେ ବୁଲୁଥାଏ। ପଥିକର ଓଠ ଯୁଗଳ ତାର ପାଟିର କବାଟ ବୋଲି କବି କହିଛନ୍ତି। ଗ୍ରୀଷ୍ମର ଏ ପ୍ରକାର ଅବସ୍ଥା ମଧୁସୂଦନ ରାୟଙ୍କର ଗ୍ରୀଷ୍ମ କବିତା, ରାଧାମୋହନ ଗଡ଼ନାୟକଙ୍କର ମୌସୁମୀ କବିତାରେ ମଧ୍ୟ ଦେଖିବାକୁ ମିଳେ। କବି ନିଜକୁ ଯାଯାବର ବୋଲି ମନେ କରିଛନ୍ତି। କାରଣ ସ୍ଥାନରୁ ସ୍ଥାନାନ୍ତର ନ ବୁଲିଲେ ସେ ଜୀବନ ଅତିବାହିତ କରିପାରିବେନି। ଉପାର୍ଜନ, ଆମୋଦ, ବିବିଧ କାମ ଇତ୍ୟାଦି ନିମିତ୍ତ ସେ ବିଭିନ୍ନ ସ୍ଥାନ ବୁଲିବେ। ବିପୁଳାଚ ପୃଥ୍ୱୀକୁ ତ ସେ କିଛି ପରିମାଣରେ ଯାଯାବର ହୋଇ ନ ବୁଲିଲେ ଦେଖିପାରିବେନି। ସୃଷ୍ଟିର ଆରମ୍ଭ କାଳରୁ ଆଦମ ଓ ଇଭ୍ଙ୍କ ସମୟରୁ କବିଙ୍କ ଭଳି ଏଇଭଳି ପୃଥିବୀର ବାସିନ୍ଦାମାନେ ଅଧିବାସୀଗଣ ପ୍ରେମର ଶୋଷରେ ଆତୁର ହୋଇ ଜୀବନର ପ୍ରାପ୍ତିର ମଧୁର ସ୍ୱପ୍ନରେ ବିଭୋର ହୋଇ ରୋମିଓ ଜୁଲିଏଟ୍ ରୂପରେ, ଲୈଲା ମଜ୍ନୁ ନାମରେ, ହୀର ରାଞ୍ଝା କାର୍ଯ୍ୟକଳାପରେ, ସୋନି ମହିୱାଲ ରୂପରେ, କେଦାର ଗୌରୀ ଜୀବନ ନେଇ, ରାଧାକୃଷ୍ଣ ନାମାନ୍ତରରେ ଏବଂ କାଳିଦାସଙ୍କର ମେଘଦୂତମ୍ର ବିରହୀ ଯକ୍ଷ ଓ ତାର ପ୍ରଣୟିନୀ ବିଧୁରା ପ୍ରିୟା ପାଖକୁ ମେଘ ଦ୍ୱାରା ସନ୍ଦେଶ ଭାବନା ରୂପରେ କବି ଦର୍ଶାଇବାକୁ ଚାହିଁଛନ୍ତି। ନୂଆ ମେଘ ଦେଖି ନାୟକ ନାୟିକା ଏବଂ ପ୍ରେମିକ ପ୍ରେମିକାଙ୍କ ପ୍ରୀତି ଉପଭୋଗ ତତ୍ଜନିତ ଅବସ୍ଥାକୁ। ମଧ୍ୟପ୍ରଦେଶ ରାଜ୍ୟରେ ଉଜ୍ଜୟିନୀ ଏକ ରାଜକୀୟ ସହର। ଶିପ୍ରା ନଦୀ କୂଳରେ ଅବସ୍ଥିତ। ସମ୍ରାଟ ବିକ୍ରମାଦିତ୍ୟଙ୍କ ଏହା ଏକଦା ରାଜଧାନୀ ଥିଲା। ଶିପ୍ରା ନଦୀ କୂଳରେ ନାୟିକା ବାସବଦତ୍ତା ପ୍ରେମ ଆବେଗରେ ପାଗଳିନୀ ହୋଇ କିଭଳି ତାର ନାୟକ ସହିତ ଉଚ୍ଛୃଙ୍ଖଳ ସ୍ୱଭାବ ଅସଂଯତ ବାସରେ ପ୍ରେମ ରଚନା କରିଥିଲା ତାର ସୂଚନା କବି ଦେଇଛନ୍ତି। ବାସବଦତ୍ତା ସଂସ୍କୃତ ସାହିତ୍ୟର ନାୟିକା। ପ୍ରେମର କାମାୟିତ ରୂପ ଓ ତାହାର କାର୍ଯ୍ୟକଳାପ ସମ୍ବନ୍ଧରେ କବି ସୂଚେଇଛନ୍ତି। ଜୀବନ ଏକ ଭ୍ରମଣ, ଯାଯାବର ତାର ସ୍ଥିତି। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ମଣିଷ ପୃଥିବୀରେ ବୁଲୁଥାଏ। ମୃତ୍ୟୁ ପରେ ପୃଥିବୀ ମଧ୍ୟକୁ କବର ପାଇ ଚାଲିଯାଏ। ଜନ୍ମରୁ ଏ ବୁଲିବା ଆରମ୍ଭ ହୋଇ ମୃତ୍ୟୁରେ ସରେ। ସୁଖ ଦୁଃଖ ଉତ୍ଥାନ ପତନର ଜୀବନ ଖେଳ ଦେଖାଇ ଜୀବନ ମୃତ୍ୟୁ ଆଡ଼କୁ ଧାଏଁ। ସୁତରାଂ ସେହି ଶରୀର ମିଳନ ଜନିତ ପ୍ରେମ ବା ଉପଭୋଗ ଲାଳସା ଲୋଭ କ୍ଷୀଣ। ଜୀବନରେ ଏହା ସାମୟିକ ତଥା ନଷ୍ଟଶୀଳ। ପରୋପକାର, ତ୍ୟାଗ, ନିଃସ୍ୱାର୍ଥପରତା ଇତ୍ୟାଦି ମାନବୀୟ ଗୁଣାବଳୀରେ ପ୍ରକୃତ ପ୍ରେମ ଥାଏ। ଏହା ଥିଲେ ଜୀବନ ସାର୍ଥକ ହୁଏ। ତାହାକୁ କବି ଭ୍ରମଣକାରୀ ଯାଯାବରଟିଏ ହୋଇ ଜୀବନରୁ ଖୋଜିଛନ୍ତି। କବି ମନପ୍ରେମର ଅନ୍ୟ ଏକ ଦୃଷ୍ଟାନ୍ତ ସୀତା ଚୋରି ପ୍ରସଙ୍ଗରୁ ରାମ ରାବଣ ଯୁଦ୍ଧର ପୌରାଣିକ ଆଖ୍ୟାନ ସଂକେତ ଦ୍ୱାରା ଦର୍ଶାଇଛନ୍ତି। ବୈଦେହୀ ମନର ଇଚ୍ଛାରେ ପଡ଼ିଯାଇ ଲକ୍ଷ୍ମଣର 3 ଗାର ଡେଇଁବାରୁ ରାବଣ କର୍ତ୍ତୃକ ଅପହୃତା ହୋଇ ମନରେ ତାଙ୍କର ନିଆଁ ଜଳିଥିଲା ସେହି ସ୍ୱର୍ଣ୍ଣ ହରିଣ ପ୍ରାପ୍ତିର ଆବେଗିକ ଅନୁତାପରୁ। ପ୍ରେମର 2ଟି ରୂପ। ଏହା ମନର ମେଳ କରାଏ, ଶରୀର ସଙ୍ଗମ କରେ। ସେହିପରି ଉପଭୋଗ ଜନିତ ପ୍ରତାରଣା ଏବଂ ଜୀବନରେ ସ୍ୱାର୍ଥ ସର୍ବସ୍ୱ କାର୍ଯ୍ୟଘେନା ପ୍ରୀତିକୁ ବି ଦେଖାଏ। ପ୍ରେମ ପାଇଁ ଜୀବନ ସୁଖ ଭୋଗେ, ଦୁଃଖ ସହେ, ଆନନ୍ଦ ଦିଏ, ଲାଞ୍ଛନା ଆଣେ। ଜୀବନର ସବୁ ପ୍ରେମ ମଧୁର ନୁହେଁ। ମନ ଭୁଲାଣ ଶଠତା ଭରା ପ୍ରେମ, ବିଶେଷ କରି ଅତୃପ୍ତ ମନ
ଏବଂ ବ୍ୟଭିଚାରିଣୀ ବେଶ୍ୟାଠାରେ ଅଧିକତର ଦେଖାଯାଇଥାଏ। ସୁରା ବା ମଦ୍ୟପାନ ଓ ସାକ୍ଷୀ ନାରୀର ସଂସର୍ଗରେ ଏ ପ୍ରେମ ସଂଗଠିତ ହୋଇଥାଏ। ଆଖି ନାଲି ରଙ୍ଗର ଗୋଲାପ ଫୁଲ ପରି ଲାଲ ବା ରକ୍ତିମ ଦିଶେ। ନିଶା ଛାଡ଼ିଗଲେ ଏ ପ୍ରେମ ସରିଯାଏ। ଏ ପ୍ରେମ ସର୍ପ ସହିତ ତୁଳନୀୟ। କ୍ଷୀର ଦେଇ ସାପକୁ ପୋଷିଲେ ମଧ୍ୟ ସେ ଅବିଶ୍ୱାସୀ ହୋଇଥାଏ। ସେମିତି ସୁରା ସାକ୍ଷୀର ବେଶ୍ୟା ପ୍ରେମ ଅର୍ଥ ସଂଶ୍ଳିଷ୍ଟ ତଥା ସ୍ୱାର୍ଥ ବିଜଡ଼ିତ। ଏହା ଅବିଶ୍ୱାସନୀୟ ଏବଂ କ୍ଷତିକାରୀ ତଥା ଅବୈଧ। କବି ଏହାକୁ ବୈଷ୍ଣବ ଆଖଡ଼ା ନାମ ଦେଇ ଆଖ୍ୟାୟିତ କରିଛନ୍ତି। ବୈଷ୍ଣବ ଆଖଡ଼ାରେ ନାଚୁଥିବା ସବୁ ଆଖଡ଼ାକାରୀଙ୍କ ମନରେ କଦାପି ହେଲେ ଭକ୍ତି ଭାବନା ନଥାଏ। ତାହା ଏକ ମାତିବା। ସମସ୍ତେ ନାଚୁଛନ୍ତି, ମୁଁ ମଧ୍ୟ ଉତ୍ତେଜିତ ହୋଇ ଟିକେ ନାଚିବି, ଯାହାକି ଉଚ୍ଛୃଙ୍ଖଳତା ମାତ୍ର। ସୈରିନ୍ଦ୍ରୀ ବା ଦ୍ରୌପଦୀଙ୍କୁ କବି ବ୍ୟଭିଚାରିଣୀ ନାରୀ କହିଛନ୍ତି, କାରଣ ସେ ପଞ୍ଚପତିର ସ୍ତ୍ରୀ। ପୁଣି କର୍ଣ୍ଣଙ୍କ ପ୍ରତି ମନର ଦୁର୍ବଳତା ରଖିଥିଲେ। ଆଜିକାଲି କୌଣସି ନାରୀ ପାଞ୍ଚପତି ବୈଧ ରୀତିରେ ରଖି ପାରିଥିବାର ଉଦାହରଣ ନାହିଁ। ଏହା ଏକ ବନ୍ୟ ମିଞ୍ଜାସ ବା ମନୋଭାବ। କବିତାର ଶେଷରେ ପ୍ରେମରେ ରହିଥିବା ବିପ୍ଳବର ସୂଚନା ସଂକେତ ପ୍ରକୃତିର ମେଘରେ, ଝଡ଼ରେ, ବାତ୍ୟା, ବନ୍ୟାର ଉପଲକ୍ଷ ଦେଇ କବି ତାହାକୁ ଜୀବନ ବଳୟକୁ ଟାଣି ଆଣିଛନ୍ତି। ଜଳ ବିହୁନେ ସୃଷ୍ଟିନାଶ ପାଇଁ ମେଘକୁ ଭଲ ପାଇ ମଣିଷ ଶେଷରେ ଯେମିତି ଜଳଗହଳରେ ବୁଡ଼ି ମରିଥାଏ, ବନ୍ୟାର କ୍ଷୟକ୍ଷତି ସହେ, ସେମିତି ଜୀବନରେ ପ୍ରେମର ପ୍ରତିଘାତ ବିପକ୍ଷ ରୂପାଏ, ବିରୋଧକୁ ସାମ୍ନା କରେ। ପ୍ରେମର ହେଉଛି ଏହା ଦ୍ୱୟ ରୀତି, କାରଣ ସର୍ବଦା ଅତିଶୟ ଗର୍ହିତଂ ସାଧିତ ହୋଇଥାଏ। ଏକ୍ସେସ୍ ଅଫ୍ ଏନିଥିଙ୍ଗ ଇଜ୍ ବ୍ୟାଡ୍ ହୋଇଥାଏ। ତୁମେ ଆଣ ଝଡ଼ ଦଗ୍ଧ ବନର ଶିରେ, ମୃତ ବନ୍ଦର ଏକାନ୍ତ ସୀମାନ୍ତରେ, ଧୂମ ପିଙ୍ଗଳ ସର୍ପିଳ ଆକାଶରେ, ଝଡ଼ର ରୋଳେ ମୁଁ ଦେବି ଆଜି କରତାଳି, ବଜାଅ ବଜ୍ର ଭେରୀ, ଉଡ଼ାଅ ତୁମର ଧୂଳି, ରଙ୍ଗୀନ ବିଜୁଳି ଉତ୍ତରୀୟ ଚାଦର ପ୍ରିୟ, ହେ ନୀଳିମ ସ୍ତୂପ ମେଘ। ବିପ୍ଳବ ଜୀବନର ସଫଳତା, ସଂଘର୍ଷମୟତାର ବାର୍ତ୍ତା ଧର ଥିବାରୁ କବି ମେଘର ବିପ୍ଳବକୁ, ଯୁଦ୍ଧକୁ ସେଥିପାଇଁ କରତାଳି ଦେଇ ସ୍ୱାଗତ ଜଣାଇଛନ୍ତି। କବି ବୁଝିଛନ୍ତି, ପ୍ରକୃତି ଓ ଜୀବନ ସର୍ବଦା ସରଳ ରୈଖିକ ଗତି କରି ନଥାନ୍ତି। ସେମାନଙ୍କ ମଧ୍ୟରେ ବକ୍ରତା ଆସେ। ସୃଷ୍ଟିର ଏହି ଶାଶ୍ୱତ ଗତିଧାରା ସକାଶେ କବି ତାହାକୁ ଅଭିନନ୍ଦନ ଜଣାଇବାକୁ ବାଧ୍ୟ ଥିବାରୁ କରତାଳିର ଆୱାଜ ଶୁଣାଇଛନ୍ତି। କବି ମେଘକୁ ବାରମ୍ବାର ପ୍ରିୟ ବା ଆପଣାର ଜଣେ କେହି ବୋଲି କହିଛନ୍ତି। ଯେହେତୁ ମେଘକୁ ଦେଖି କବି କବିତା ରଚନାରେ ନିୟୋଜିତ ଅଛନ୍ତି, ଉପକାରୀ ହିଁ ଆପଣାର ହୋଇଥାଏ। କାବ୍ୟ ରଚନା କଳାର ଉପକାରିତା। ମାୟାଧର ମାନସିଂହ ବିରହୀ ଘନ ନାମରେ କବିତା ଲେଖିଛନ୍ତି, ଯେଉଁଥିରେ ବିରହୀ କବି ମାନସିଂହ ନିଜେ ମେଘ ପାଲଟି ଯାଇଛନ୍ତି। କିନ୍ତୁ ବିନୋଦ ମେଘକୁ କବିତା ଲେଖିବା ପାଇଁ ଡାକିଛନ୍ତି। ମେଘରେ ଦେଖିଛନ୍ତି ଦୁଇଟି ରୂପ, ପ୍ରେମର ତଥା ବିପ୍ଳବର। ଶଚୀ ରାଉତରାୟ ଯେମିତି ମେଘରେ ଦେଖିଥିଲେ ଦୁଇଟି ରୂପ, ପ୍ରକୃତି ମଣିଷର ଏବଂ ପ୍ରାକୃତିକ ଝଡ଼ର ତଥା ଜୀବନ ଝଡ଼ର ବିତ୍ପାତର। କବିତାର ନାମକୁ ଝଡ଼ ଦେଇକି ମେଘସଞ୍ଚାର କବିତାଟି ସରୀସୃପ କବିତା ଗ୍ରନ୍ଥରେ ରହିଛି। ପ୍ରେମ ଓ ବିପ୍ଳବର କବିତା ହେଉଛି ମେଘସଞ୍ଚାର। ଏହା ହିଁ କବିତା ରଚନାର ପ୍ରକୃତ ଉଦ୍ଦେଶ୍ୟ। ପ୍ରେମ ନ କରି ମଣିଷ ରହିପାରୁ ନଥିଲେ ବି ଅତିପ୍ରେମ ଭଲ ନୁହେଁ, କାରଣ ତାହା ଜୀବନରେ ସଂଘର୍ଷ ଡାକି ଆଣେ। କବିତାଟି ଏହି ଶିକ୍ଷା ପାଠକକୁ ଦେଇଥାଏ। ସେଥିପାଇଁ କବିତାଟି ପାଠରେ ପଠିତ ଥିଲା। ଆକାଶରେ ମେଘ ଖଣ୍ଡ ଖଣ୍ଡ ଏବଂ ଥାକ ଥାକ ହୋଇ ପରିଦୃଶ୍ୟ ହୋଇଥିବାରୁ କବି ମେଘକୁ ସେ ଲାଗି ସ୍ତୂପୀକୃତ କହିଛନ୍ତି। ମେଘର ଭେଳା ଭେଳା ହିଁ ଏହି ସ୍ତୂପ ବା ଗଦା। ତାହାର ଜମା। କବି ବିନୋଦ ନାୟକ 1919 ମସିହାରେ ସୁନ୍ଦରଗଡ଼ ଜିଲ୍ଲାର ତେଲିପାଳ ଗ୍ରାମରେ ଜନ୍ମି 2003 ମସିହାରେ ପରଲୋକ ପ୍ରାପ୍ତ ହୋଇଥିଲେ। ଉଭୟ ଓଡ଼ିଆ ଓ ଇଂରାଜୀ ସାହିତ୍ୟରେ MA ଡିଗ୍ରୀ ହାସଲ କଲା ପରେ ଓଡ଼ିଆ ଅଧ୍ୟାପକ ଭାବରେ ଶିକ୍ଷା ବିଭାଗରେ ପ୍ରବେଶ କରିଥିଲେ। ସୁନ୍ଦରଗଡ଼ କଲେଜର ଅଧ୍ୟକ୍ଷ, ଝାରସୁଗୁଡ଼ା ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟର ଅଧ୍ୟକ୍ଷ, ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଥିଲେ। ଜଣେ ସଫଳ କାଳଜୟୀ କବି। ହୈମନ୍ତୀ, ନୀଳଚନ୍ଦ୍ରର ଉପତ୍ୟକା, ନନ୍ଦାଦେବୀ, ସାତତାରାର ଦ୍ୱୀପ, ପହଳା ଦ୍ୱୀପର ଉପକଥା, ଇଳାବୃତ୍ତ, ଚନ୍ଦ୍ର ଓ ତାରା, ଅନ୍ୟ ଏକ ଅଶ୍ରଫୀ, ସରୀସୃପ କବିତା ବହିମାନଙ୍କର ସ୍ରଷ୍ଟା। ଗ୍ରାମଫୋଥ କବିତା ପାଇଁ ସେ ଓଡ଼ିଶାରେ ଅବିସ୍ମରଣୀୟ କବି ସମ୍ମାନର ଅଧିକାରୀ। ନିଜର କବିତା ସୃଷ୍ଟି ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା। ସୁଦୂରତା ପ୍ରତି ଅପତ୍ୟ ମୋହ ପ୍ରକାଶ କରିଥାନ୍ତି। ଆଖି ସାମ୍ନାରେ ଜିନିଷ କବି ଦୃଷ୍ଟିରେ ଇତର ଓ ରଙ୍ଗହୀନ। ତେଣୁ କବି ଓଡ଼ିଶାରେ ଥାଇ ଆରବ ଇରାକ ଉପତ୍ୟକାରେ ବୁଲିଛନ୍ତି। ବେଦୁଇନର ଦେଶକୁ ଯାଇ ସେଲିମର ସ୍ୱପ୍ନ ଦେଖାଇଛନ୍ତି। ଚନ୍ଦ୍ରଲୋକରେ ସୁମେରୁରେ ସନ୍ଧ୍ୟା ଆଣିଛନ୍ତି। ଆରବୀ ମହିଳା ମାଇୟାର ଜୀବନ ଦର୍ଶନ କରାଇଛନ୍ତି। ବର୍ତ୍ତମାନର ପୃଥିବୀରେ
ଅତିଷ୍ଠ ହୋଇ ଆଉ ଏକ ପୃଥିବୀବୃତ୍ତ ଇଳାବୃତ୍ତର ପରିକଳ୍ପନା କରିଛନ୍ତି। ମଣିଷକୁ କରାଇଛନ୍ତି ସରୀସୃପ। ଏକ ତାରାଚିହ୍ନ ମଧ୍ୟରେ ଭାଗ୍ୟକୁ ଦେଖିବାର ପ୍ରୟାସ ରଖିଛନ୍ତି। ସହରରେ ଥାଇ ବି ଗ୍ରାମ ପଥରେ ସୁନ୍ଦର ବୁଲା ବୁଲିଛନ୍ତି। ଅଶୁଭ ସନ୍ଧ୍ୟାକୁ ଗୋଧୂଳିର ଗୁଧ୍ରଛାୟା ନାମ ଦେଇଛନ୍ତି। ପୋହଳା ଦ୍ୱୀପର ଉପକଥା କହିବା ସହିତ ନୀଳଚନ୍ଦ୍ରର ଉପତ୍ୟକା ଗମନ କରିଛନ୍ତି। ମେଘ ବର୍ଷା କରି ମଣିଷକୁ ଜଳଦାନ ଦ୍ୱାରା ପାଳେ ଏବଂ ବନ୍ୟା କରି ମଣିଷ ବିରୁଦ୍ଧରେ ସଂଗ୍ରାମ କରେ।